ଯାହାହେଲେ ବି ଆଡଜଷ୍ଟ କର ଗପ ସବୁ ଆରମ୍ଭ କରିବା ହେଲା। ତମେ ଶୁଣିବ ମଝିରେ ମଝିରେ ପ୍ରଶ୍ନ ପଚାରିବି, ସବୁ କହିବ ମତେ ମନଧ୍ୟାନ ଦେଇକି ଶୁଣିବ ହେଲା। ହଉ ଏଇ ପାଟି କର ନିଜେ କହିପାରିବନି କଣ ପାଇଁ? ତୁମେ ଶୁଣିଲେ କହିପାରିବ, ସେଇଥିପାଇଁ ଶୁଣ ସବୁ ମନଧ୍ୟାନ ଦେଇକି ହେଲା। ହଉ ଗୋଟେ ଗାଁରେ ଗୋଟେ କୁକୁରଟିଏ ଥିଲା। ସେ ବହୁତ ଅଳସୁଆ ଥିଲା ଆଉ ଲୋଭୀ ବି ଥିଲା। ଯିଏ ଖାଉଥିବ ସେ ତାର ଖାଦ୍ୟ ଜିନିଷକୁ ସେ ଛଡେଇ ଆଣିକି ଖାଉଥିଲା, ସେମିତି ଥିଲା। ତ ଗୋଟେ ରାସ୍ତାରେ ସେ ଯାଉଥିଲା, ଗୋଟେ କୁକୁର ଛୁଆ ଦେଖିପାରିଲା। ସେ ତାର ଗୋଟେ ମାଂସ ହାଡ଼ ଚୋବଉଥିଲା। ଏ ଦେଖିଲା ଏତେ ଲୋଭୀ, ଆଉ ଯିଏ ଖାଉଥିବ ସେ ଜିନିଷ ଛଡେଇ ଆଣେ। ସେ ଖାଲି ଭୁ 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 କରି ଗଲା ତା ପାଖକୁ ଦୌଡ଼ିଲା। ଆଉ ଦୌଡ଼ିକି ସେ ଯୋଉ ମାଂସ ହାଡ଼ଟା ଥିଲା ସେଟା ଛଡେଇକି ଆଣି ଆସିଲା। ତାର କହିଲା ମୁଁ ୟାକୁ ନେବି ଆଉ ଘରେ ଖାଇବି, ଆରାମସେ ବସିକି କହିଲା ହେଲା। ସେ ଧରିକି ଗଲା ଗୋଟେ ରାସ୍ତାରେ ତାଙ୍କ ଯୋଉ ଘରକୁ ଯିବାର ଥିଲା, ତାଙ୍କ ଘରକୁ ପାରିବା ପାଇଁ ଗୋଟେ ଝରଣା ଥିଲା। ସେ ଝରଣା ଦେଇକି ତାକୁ ଯିବା ପାଇଁ ପଡ଼ିଲା। ଆଉ ସେ ଝରଣାରେ ଗୋଟେ ପୋଲ ବି ଥିଲା। ଆଉ ତାଙ୍କୁ ଅଲଗା ରାସ୍ତା ନଥିଲା, ଝରଣା ବୋଲି ଭାସି ଭାସି ପଳେଇଯିବେ ନାଇଁ, ମରିଯିବେ। ଗୋଟେ ପୋଲ ବି ଥିଲା। ସେ ପୋଲରେ ଚଢିଲା। ଯେମିତି ସେ ଅନେଇ ଦେଇଛି ପାଣିକୁ, ପାଣିରେ କଣ ଦେଖାଯାଇଥିବ କୁହନା? କୁମ୍ଭୀର। ପାଣିରେ ତୁମେ କେବେ ଦେଖିଛ ପାଣିରେ ନିଜ ଛାଇକୁ? ଦେଖିଛ ନା? ସେମିତି ସେ ତା ନିଜ ଛାଇକୁ ଦେଖିପାରିଲା। ଯେମିତି ଦେଖିପାରିଲା ସେ କେମିତି ଦେଖିଥିବ? ନିଜକୁ ହିଁ ଦେଖିଥିବ। ସେମିତି ଗୋଟେ କୁକୁର ଦେଖିଥିବ। ଆଉ ସେ କଣ ଧରିଥିବ ପାଟିରେ? ମାଂସ ହାଡ଼ ଗୋଟେ ଧରିଥିବ। ସେଇ ହାଡ଼ରେ ମାଂସ ଲାଗିଥିବ, ଖାଲି ହାଡ଼ଟା ନାହିଁ, ସେଇଟା ଦେଖିଥିବ। ସେ ଭାବିଲା ଯେ ଏମିତି ଲୋଭୀଟା ନା ନାହିଁ। ସେ ଭାବିଲା ଯଦି ମୁଁ ୟାଠୁ ଏଇଟା ଛଡେଇ ଆଣିବି ତାହେଲେ ମୋର ଦିଟା ହେଇଯିବ ଭାବିଲା। ସେ ସେମିତି ଭାବିଲା। ଆଉ କଣ କରିଥିବ ତାପରେ କୁହ ନା? ଦେଇ ପଡିଲା। ହଉ ତାହେଲେ ଶୁଣ, ସେ ତାପରେ ଭୁ 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 କରି ଭୁକିଲା। ଆଉ କହିଲା ମାନେ ସେ ଭାବୁଛି ମୁଁ ସେଇଟାକୁ ମୋର କରିକି ଆଣିବି ଆଉ ମୁଁ ଦିଟା ଯାକ ଖାଇବି। ଯେମିତି ସେ ଭୁ ଭୁ କଲା, ସେ କୁକୁରକୁ ଅନେଇକି ତା ପାଟିରୁ ସେ ମାଂସ ଥିବ ନା ପଡିଥିବ? କୋଉଠି ପଡିଥିବ କୁହ ନା? ଝରଣାରେ ପଡିଗଲା। ଆଉ ସେ ମାଂସ ବି କଣ ହେଲା? ଝରଣା ତ ତାର କେମିତି ଝରଣା ପାଣି ତାର ବୋହି ଚାଲିଥିବ, ତ ମାଂସ ବି ସେ ତାର ଭାସିଗଲା। ଯେତେବେଳେ କୁକୁର ଭାବିଲା ଆରେ ମୋ ମାଂସ ତ ପଳେଇଲା କହିକି ସେ ମାଂସଟାକୁ ଧରିବା ପାଇଁ ସେ ପୋଲ ଉପରୁ ଡେଇଁ ପଡିଲା। ସେ ମାଂସ ପାଇବା ପାଇଁ, କିନ୍ତୁ ସେ ପାଇପାରିଲା ନାହିଁ। ସେ ମାଂସ ବି ତା ସହିତ ଭାସି ପଳେଇଲା। ତାପରେ ସେ କଣ ହେଇଥିବ? କୁକୁର ବଞ୍ଚିଥିବ ନା ମରିଯାଇଥିବ? ମରିଯାଇଥିବ। ତାହେଲେ ଗପରୁ କଣ ଶିଖିଲ? ଲୋଭୀ କୁକୁର। ଯେ ଗପର ନାଁଟା କଣ ଶିଖିଲ ମତେ କୁହ? ସେ ଲୋଭ କଲା ବୋଲି କଣ ହେଲା? ମରିଗଲା। ସେ ଯଦି ପରିଶ୍ରମ କରିକି ଚଳିଥାନ୍ତା ସେମିତି ହେଇଥାନ୍ତା କି? କିମ୍ବା ଯାହା ଯେତିକି ତା ପାଖରେ ଥିଲା ସେତିକି ଯଦି ଆଡଜଷ୍ଟ କରିଥାନ୍ତା ତାହେଲେ ବି ସେ କଣ ବଞ୍ଚିଥାନ୍ତା। ସେ ଲୋଭ କରିବାରୁ ସେ ଡେଇଁ ପଡିଲା। ଲୋଭ କରିନଥିଲେ ଡେଇଁଥାନ୍ତା କି? ନାହିଁ। ହେଲେ ସେ ବଞ୍ଚିଥାନ୍ତା କି ନାହିଁ? ତା ପାଖରେ ଯୋଉଟା ଥିଲା ସେ ଖାଇଥାନ୍ତା କି ନାହିଁ? ସେ ଲୋଭ କଲା ବୋଲି ଡେଇଁ ପଡିଲା, ମରିଗଲା। ତୁମେ ଲୋଭ ସବୁ କରିବ ନାହିଁ। ଆଉ କାହା ଜିନିଷ ସବୁ ଛଡେଇ ଆଣିବ ଛଡେଇ ଆଣିଲେ ତୁମ ଜିନିଷ ବି ଆଉ ଦିନେ କିଏ ଛଡେଇ ଦବ। ସେ ଯେମିତି ସେ କୁକୁର ଛୁଆକୁ ଛଡେଇ ଆଣିଲା, ସେଇଥିପାଇଁ ତା ଜିନିଷ ବି ତା ହାତରୁ ଖସିଗଲା।